ଜୀବନରେ ଧର୍ମକୁ ଅନୁସରଣ କର ଏବଂ ସତ୍ୟର ପଥ ବାଛ। ସତ୍ୟ ଏବଂ ଧର୍ମର ବିନିମୟରେ ଆପଣ ଯାହା ବି କରନ୍ତି ତାହା ଆପଣଙ୍କୁ ଆଧ୍ୟାତ୍ମିକ ପ୍ରଗତିର ପଥ ଦେଖାଇବ। ଜୀବନରେ ପ୍ରକୃତ ସୁଖ ହାସଲ କରିବାକୁ ତୁମକୁ ଅନ୍ୟମାନଙ୍କୁ ଭଲ ପାଇବା ଏବଂ ସେବା କରିବାକୁ ପଡ଼ିବ। ଭଗବାନ କୁହନ୍ତି, ତୁମର ଭାବନା ଯେପରି ହେବ ତୁମର ଫଳାଫଳ ମଧ୍ୟ ସେପରି ହେବ। ଆପଣଙ୍କ ମନକୁ ସକାରାତ୍ମକ ଏବଂ ଶୁଦ୍ଧ ରଖନ୍ତୁ। ଯେ ପର୍ଯ୍ୟନ୍ତ ଆମେ କାହା ପାଇଁ କିଛି ନ କରିବା ଆମେ କିଛି ହୋଇପାରିବା ନାହିଁ। ଈଶ୍ୱରଙ୍କ ସେବା କର ଏବଂ ତାଙ୍କର ଆଶୀର୍ବାଦ ଗ୍ରହଣ କର। ଭଗବାନଙ୍କୁ ଖୋଜିବା ପାଇଁ ତୁମେ ପ୍ରଥମେ ତୁମର ଅନ୍ତର୍ନିହିତ ମନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ଆବଶ୍ୟକ। ଅତି ଭକ୍ତି ସହିତ ଈଶ୍ୱରଙ୍କୁ ମନେ ରଖ ଏବଂ ଏକାଗ୍ରତା ସହିତ ତାଙ୍କ ନିକଟରେ ରୁହ। ତୁମର ପ୍ରାଣରେ ଭଗବାନଙ୍କୁ ଚିହ୍ନ ଏବଂ ତାଙ୍କ ଦିଗରେ ଚାଲ। ସେ ସର୍ବଦା ପ୍ରକୃତ ମାର୍ଗଦର୍ଶକ ହେବେ। ଭଗବାନଙ୍କ ସମ୍ମାନରେ ତୁମର ଦୁଃଖ ବହନ କର, କାରଣ ସେ ଆମର ସମସ୍ୟାର ସମାଧାନ ପାଇଁ ସର୍ବଦା ପ୍ରସ୍ତୁତ। ଜୀବନର ଅସୁବିଧାର ସମ୍ମୁଖୀନ ହେବାକୁ ତୁମର ମଧ୍ୟସ୍ଥି ଭାବରେ ଭଗବାନଙ୍କୁ ଦେଖ, ସେ ତୁମକୁ ଶକ୍ତି ଦେବେ। ଭଗବାନଙ୍କୁ ଉପାସନା କରିବା ବେଳେ ତୁମର ନିଦ୍ରା, ଗର୍ବ ଏବଂ ଭ୍ରମ ଛାଡ଼ିଦିଅ। ଭଗବାନଙ୍କୁ ମନେ ରଖିବା ବେଳେ ଜୀବନର ସମସ୍ତ କ୍ଷେତ୍ରରେ ଆଦର୍ଶତା ବଜାୟ ରଖ। ଈଶ୍ୱରଙ୍କ ପାଦ ତଳେ ଆଶ୍ରୟ ନିଅ, କାରଣ ସେ ଆମର ସମସ୍ତ କାର୍ଯ୍ୟ ପାଳନ କରନ୍ତି ଏବଂ ଆମକୁ ଉଦ୍ଧାର କରନ୍ତି। ଯେତେବେଳେ ତୁମେ ଈଶ୍ୱରଙ୍କ ସେବା କର, ଅନ୍ୟ ଲୋକଙ୍କ ସେବା କରିବାରେ ତୁମର ଆନନ୍ଦ ବଢ଼େ। ଈଶ୍ୱରଙ୍କ ପ୍ରତି ତୁମର ପ୍ରେମ ଏବଂ ଭକ୍ତିକୁ ଦୃଷ୍ଟିରେ ରଖି ତୁମ ଜୀବନରେ ସବୁକିଛି ସଂଗଠିତ ହୁଏ। ଈଶ୍ୱରଙ୍କ କୃପା ପାଇବାକୁ ହେଲେ ଆପଣଙ୍କୁ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ସହିତ କାର୍ଯ୍ୟ କରିବାକୁ ପଡ଼ିବ। ସର୍ବଦା ଈଶ୍ୱରଙ୍କ ସହିତ ରୁହ ଏବଂ ତାଙ୍କ ଦ୍ୱାରା ଦିଆଯାଇଥିବା ପଥ ଅନୁସରଣ କର। ସେ ସର୍ବଦା ତୁମକୁ ସୁରକ୍ଷା ଦେବେ। ଅର୍ଜୁନ, ମଣିଷ ନିଜ ଶରୀର ଛାଡ଼ିଦିଏ କିନ୍ତୁ ଆତ୍ମା ଅମର ଅଟେ। ଏହି ଦୁନିଆରେ କୌଣସି ଜିନିଷ ନଷ୍ଟ ହୋଇନାହିଁ, ଏହା କେବଳ ରୂପ ପରିବର୍ତ୍ତନ କରେ। ତୁମର କାମ କର, ଫଳାଫଳ ବିଷୟରେ ଚିନ୍ତା କର ନାହିଁ। ଫଳାଫଳ ହେଉଛି ଈଶ୍ୱରଙ୍କ କର୍ତ୍ତବ୍ୟ। ସମସ୍ତ ଧର୍ମରେ ପ୍ରେମ ଏବଂ ସୌହାର୍ଦ୍ଦ୍ୟ ରହିବା ଉଚିତ, କାରଣ ସେମାନେ ସମସ୍ତେ ସମାନ ସତ୍ୟକୁ ନେଇଥାନ୍ତି। ଯିଏ ତୁମକୁ ସତ୍ୟ ଏବଂ ଧର୍ମର ପଥ ଦେଖାଏ ସେ ତୁମର ପ୍ରକୃତ ଗୁରୁ। କର୍ମଯୋଗ ସହିତ ତୁମର କର୍ତ୍ତବ୍ୟ ସମ୍ପାଦନ କର, ଫଳାଫଳର ଆଶା ଛାଡ଼ିଦିଅ। ତୁମର ମନକୁ ନିୟନ୍ତ୍ରଣ କର, ତାପରେ ତୁମେ ନିଜକୁ ଜୟ କରିପାରିବ। ଜୀବନରେ ସନ୍ତୁଷ୍ଟ ହୁଅ, କାରଣ ସନ୍ତୁଷ୍ଟ ହେଉଛି ପ୍ରକୃତ ସୁଖର ଚାବି। ଧର୍ମ ଅନୁସରଣ କରୁଥିବା ବ୍ୟକ୍ତି ଆଧ୍ୟାତ୍ମିକ ଶକ୍ତି ଉପଭୋଗ କରନ୍ତି। କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଅ, ଫଳାଫଳକୁ କେବେ ବି ଦିଅ ନାହିଁ। ଯିଏ ସମସ୍ତଙ୍କ ପାଇଁ ଭଲ କରେ ତାର ନିଜର ମଧ୍ୟ ହୋଇଥାଏ। ବିଜୟ ସଂଘର୍ଷ ମାଧ୍ୟମରେ ନୁହେଁ, କିନ୍ତୁ ସଂଯମତା ଦ୍ୱାରା ହାସଲ ହୁଏ। ଆତ୍ମବିଶ୍ୱାସ ରଖ, କାରଣ ତୁମେ ଯାହା ଭାବୁଛ ତାହା ହୋଇଯାଅ। ସଂଘର୍ଷର ସମୟ ସବୁଠୁ ବଡ଼ ଶିକ୍ଷା ଦେଇଥାଏ। ସମସ୍ତଙ୍କୁ ବୁଝିବାକୁ ଚେଷ୍ଟା କର, କେବଳ ସେତେବେଳେ ଉପଯୁକ୍ତ ନ୍ୟାୟ ଦିଆଯାଇପାରିବ। ତୁମର ଇଚ୍ଛାକୁ ନିୟନ୍ତ୍ରଣ କର, ତାପରେ ତୁମେ ତୁମକୁ ନିୟନ୍ତ୍ରଣ କରିପାରିବ। ଶାନ୍ତି ସହିତ କାମ କରୁଥିବା ବ୍ୟକ୍ତି ସର୍ବୋତ୍ତମ କାର୍ଯ୍ୟ କରନ୍ତି। ଯିଏ ଶୁଦ୍ଧ ମନ ସହିତ ଈଶ୍ୱରଙ୍କୁ ସ୍ମରଣ କରେ ସେ ଜ୍ଞାନର ସୁଖ ପ୍ରାପ୍ତ କରେ। ବନ୍ଧୁଗଣ, ଆଶା କରେ ଆପଣଙ୍କୁ ଏହି ବିଚାରରୁ କିଛି ଶିଖିବାକୁ ମିଳିଥାଇପାରେ। ଯେଉଁ ବାର୍ତ୍ତା ଆପଣଙ୍କୁ ଭଲ ଲାଗିଥାଏ ତାକୁ କମେଣ୍ଟ ବକ୍ସରେ ଲେଖି ଜଣାଇବାକୁ ଅନୁରୋଧ। ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହିଭଳି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ।